ପ୍ଲସ୍ ଟୁ ଫାର୍ଷ୍ଟ ଇୟର ଇକୋନୋମିକ୍ସର ୟୁନିଟ୍ 1 ଥିବା ଭାରତୀୟ ଅର୍ଥନୀତିର ବୈଶିଷ୍ଟ୍ୟ ବିଷୟରେ। ପ୍ରଥମେ ଦେଖିବା ଭାରତୀୟ ଅର୍ଥନୀତିରେ କଣ ସବୁ ରହିଛି ବୈଶିଷ୍ଟ୍ୟ। ଭାରତୀୟ ଅର୍ଥନୀତିର ମୁଖ୍ୟ ବୈଶିଷ୍ଟ୍ୟ ମଧ୍ୟରେ ଯଦି ଆମେ ଦେଖିବା, ପ୍ରଥମେ ଆସୁଅଛି କଣ ନା ନିମ୍ନ ମୁଣ୍ଡ ପିଛା ଆୟ ବା ଲୋ ପାର କ୍ୟାପିଟା ଇନକମ୍। ଏହି ନିମ୍ନ ମୁଣ୍ଡ ପିଛା ଆୟର ଅର୍ଥ କଣ ନା ଯେତେବେଳେ ଆମେ ଗୋଟେ ଦେଶର ଜାତୀୟ ଆୟକୁ ତାର ଜନସଂଖ୍ୟା ଦ୍ୱାରା ଭାଗ କରିଥାଉ, ସେତେବେଳେ ଆମକୁ ମିଳିଥାଏ ମୁଣ୍ଡ ପିଛା ଆୟ ବା ପର କ୍ୟାପିଟା ଇନକମ୍। ଆଉ ଏଇ ପର କ୍ୟାପିଟା ଇନକମ୍ ବା ମୁଣ୍ଡ ପିଛା ଆୟ ଯେଉଁ ରାଷ୍ଟ୍ରରେ ଯେତେ ଅଧିକ, ସେ ରାଷ୍ଟ୍ର ସେତେ ଉନ୍ନତ। ଆମେ ଯଦି ଦେଖିବା, ଭାରତର ମୁଣ୍ଡ ପିଛା ଆୟ ହଉଛି 2500 ଆମେରିକୀୟ ଡଲାର, ଯୋଉଟା କି ୟୁଏସ ର ମୁଣ୍ଡ ପିଛା ଆୟ ରହୁଛି 76,000 ଏବଂ ଚାଇନାର ମୁଣ୍ଡ ପିଛା ଆୟ ରହୁଛି 12,700। ଯଦି ଆମେ ଦେଖିବା ଏଇ ଯୋଉ ଦୁଇ ବିକଶିତ ରାଷ୍ଟ୍ରର ମୁଣ୍ଡ ପିଛା ଆୟ ତୁଳନାରେ ଭାରତର ମୁଣ୍ଡ ପିଛା ଆୟ ବହୁତ କମ୍। ଏବଂ ଦ୍ୱିତୀୟ ବୈଶିଷ୍ଟ୍ୟ ଦେଖିବା, ଆମ ଦେଶରେ କଣ ହେଇଥାଏ ନା କୃଷିକୁ ପ୍ରାଧାନ୍ୟ ଦିଆଯାଇଥାଏ। ଅର୍ଥାତ୍ ଆମ ଦେଶର ପାଖାପାଖି 42% ଶ୍ରମ ଶକ୍ତି କୃଷି କ୍ଷେତ୍ରରେ ନିୟୋଜିତ ହୋଇଥାନ୍ତି। କିନ୍ତୁ ଆମର ଯୋଉ ଜାତୀୟ ଆୟ ବା ଜିଡିପିରେ ଏମାନଙ୍କର ଅବଦାନ ମାତ୍ର 18%। କାମ କରିଥାନ୍ତି 42% ଶ୍ରମ ଶକ୍ତି, କିନ୍ତୁ ଜାତୀୟ ଆୟକୁ ଅବଦାନ ବା ଜାତୀୟ ଆୟକୁ ପ୍ରଦାନ କରିଥାନ୍ତି କେତେ ନା 18%। ଏହାର କାରଣ କଣ ନା କୃଷି କ୍ଷେତ୍ରରେ ସାଧାରଣତଃ ଗୋଟେ ଛଦ୍ମବେଶୀ ବେକାରୀ ଦେଖା ଦେଇଥାନ୍ତି। ଏଇ ଛଦ୍ମବେଶୀ ବେକାରୀ କଣ, ମନେକର ଗୋଟିଏ ଗାଁରେ କୌଣସି ଗୋଟିଏ କାର୍ଯ୍ୟ କରିବା ପାଇଁ 5 ଜଣ ଲୋକଙ୍କର ଆବଶ୍ୟକ ପଡିଥାଏ। ଯଦି 5 ଜଣ ଲୋକ ଆବଶ୍ୟକ କାର୍ଯ୍ୟ କରିଥାନ୍ତି, ମନେକର ସେମାନେ 15 କୁଇଣ୍ଟାଲ ଖାଦ୍ୟଶସ୍ୟ ଉତ୍ପାଦନ କରନ୍ତି। 5 ଜଣ ଲୋକ 15 କୁଇଣ୍ଟାଲ ଖାଦ୍ୟଶସ୍ୟ ଉତ୍ପାଦନ କରିବେ। ଯଦି ଆମେ ଏଇ 5 ଜଣଙ୍କ ସହିତ ଆଉ 5 ଜଣ ମିଶିକରି କାର୍ଯ୍ୟ କରିବେ, ମୋଟ 10, ଅର୍ଥାତ୍ ମୋଟ 10 ଜଣ ଲୋକ କାର୍ଯ୍ୟ କରିବେ, ସେମାନେ ବି ମଧ୍ୟ ସେଇ 15 କୁଇଣ୍ଟାଲ ଖାଦ୍ୟଶସ୍ୟ ଉତ୍ପାଦନ କରିବେ। ଅର୍ଥାତ୍ ଯୋଉ ଅଧିକ ଯୋଉ 5 ଜଣ ଶ୍ରମିକ ନିୟୋଜିତ ହେଲେ, ସେମାନଙ୍କ ଦ୍ୱାରା କୌଣସି ଅଧିକ ଉତ୍ପାଦନ ହୋଇପାରିବ ନାହିଁ। ଏବଂ ଏଇ 5 ଜଣ ଯୋଉ ନିୟୋଜିତ ହେଲେ, ସେଇମାନେ ହିଁ ହଉଛନ୍ତି କଣ ନା ଛଦ୍ମବେଶୀ ବେକାରୀ। କାରଣ ଆମେ ଦେଖିବାକୁ ପାଇବା ଯେ 10 ଜଣ ଲୋକ କାର୍ଯ୍ୟ କରୁଛନ୍ତି, କିନ୍ତୁ 10 ଜଣ ଲୋକ କାର୍ଯ୍ୟରେ 10 ଜଣଙ୍କର ଉତ୍ପାଦନ ହଉନାହିଁ, ମାତ୍ର 5 ଜଣଙ୍କର ଉତ୍ପାଦନ ହଉଛି। ସେଥିପାଇଁ ଆଉ ଅନ୍ୟ 5 ଜଣ ଯୋଉ ଅଧିକ ନିୟୋଜିତ ହେଇଛନ୍ତି, ସେମାନେ ହେଲେ ଛଦ୍ମବେଶୀ ବେକାରୀ। ଠିକ ଅଛି, ନେକ୍ସଟ ସ୍ଲାଇଡରେ ଦେଖିବା କଣ ଅଛି ନା ଜନସଂଖ୍ୟାର ଚାପ। ଆମ ଦେଶର ଯୋଉ ଜନସଂଖ୍ୟା ବୃଦ୍ଧି ଘଟୁଛି, ସିଏ ହଉଛି କେତେ ନା 1.2% ହାରରେ ହଉଛି। ଏଇଟା 2023ର ଡାଟା ଅନୁସାରେ। ଏହାର ଅର୍ଥ କଣ, ଯଦି ମନେ କରାଯାଉ ଆମ ଦେଶର ଜନସଂଖ୍ୟା ହଉଛନ୍ତି 100 ଜଣ, ତେଣୁ 100 ଜଣରେ ପ୍ରତିବର୍ଷ 1.2 ହାରରେ କଣ ହଉଛି ଜନସଂଖ୍ୟା ବୃଦ୍ଧି ହଉଛି। ଯଦି 100 ଜଣ ଥିବେ, ଦ୍ୱିତୀୟ ବର୍ଷକୁ 101.2 ଜନସଂଖ୍ୟା ହେଇଯାଉଛି। ତ ଏଇ ହାରରେ କଣ ହଉଛି ଆମ ଜନସଂଖ୍ୟା ବୃଦ୍ଧି ହଉଛି। ଏବଂ ତୃତୀୟ କଥାଟି ହଉଛି କଣ, ତମର କଣ ନା ଆମର ଯୋଉ ଜନସଂଖ୍ୟା ରହିଲା, ସେ ଜନସଂଖ୍ୟାର ଗୁଣାତ୍ମକ ପୁଞ୍ଜିର ଅଭାବ ରହୁଛି। ଅର୍ଥାତ୍ ଯେଉଁ ଜନସଂଖ୍ୟା ବୃଦ୍ଧି ହଉଛି, ସେମାନଙ୍କ ମଧ୍ୟରେ ସେପରି ଭଲ ମାନବ ସମ୍ବଳଟିଏ ସୃଷ୍ଟି ହେଇପାରୁନି। ଅର୍ଥାତ୍ ସେମାନଙ୍କ ଭିତରେ ଶିକ୍ଷାର ଅଭାବ ରହୁଛି, ଦାରିଦ୍ର୍ୟତା ରହୁଛି, ଯାହା ଫଳରେ ସେ ବର୍ଦ୍ଧିତ ଜନସଂଖ୍ୟା ଆମ ରାଷ୍ଟ୍ର ଉପରେ ବା ଆମ ଦେଶ ଉପରେ ଚାପ ସୃଷ୍ଟି କରୁଛି। ଆଉ ସବୁଠୁ ବଡ କଥା ହଉଛି, ଆମ ଦେଶରେ କଣ ରହୁଛି ନା ଜନସାଧାରଣଙ୍କର ଆୟର ବୈଷମ୍ୟ ରହୁଛି। ଯଦି ଆମେ ଦେଖିବା, ଜିନି କୋଫିସିଏଣ୍ଟରେ ଆମକୁ 0.3 ମାନେ କଣ ହଉଛି 0.3 ରହୁଛି, ଯୋଉଟା କି ବିଶ୍ୱ ବ୍ୟାଙ୍କର ଆକଳନରେ କଣ କରାଯାଇଛି ନା ନିର୍ଣ୍ଣୟ କରାଯାଇଛି। ଏଇ ପ୍ରଥମେ ଆମେ ଜାଣିବା ଏଇ ଜିନି କୋଫିସିଏଣ୍ଟ କଣ। ଏଇ ଜିନି କୋଫିସିଏଣ୍ଟ ହଉଛି କଣ
ନା ଏଇଟା ଗୋଟେ ପରିମାପକ। କାହାର ପରିମାପକ? ନା ଯଦି ଦେଖିବା ଯୋଉ ଲୋକମାନଙ୍କ ଭିତରେ ଯୋଉ ଆୟ ରହୁଛି, ସମ୍ପତ୍ତି ରହୁଛି, ସେ ସମ୍ପତ୍ତିର ସମାନ ବା ଅସମାନ ରହିଛି ତାହା ଏଇ ଜିନି କୋଏଫିସିଏଣ୍ଟରୁ ଜଣାଯାଏ। କିପରି? ଯଦି ଜିନି କୋଏଫିସିଏଣ୍ଟ କଣ ହେଇଥାଏ? ଜିନି କୋଏଫିସିଏଣ୍ଟ ଯଦି 0 ହେଇଥିବ ତାହେଲେ ଆମେ ଜାଣିବା ଦେଶ ଭିତରେ ସମ୍ପୂର୍ଣ୍ଣ ସମାନତା ଅଛି। ଯଦି ଏଇ ଜିନି କୋଏଫିସିଏଣ୍ଟ ଯଦି ତମର 1 ହବ ତାମାନେ ଜାଣିବା ଦେଶରେ ସମ୍ପୂର୍ଣ୍ଣ ଅସମାନତା ଅଛି। ଏଇ ଜିନି କୋଏଫିସିଏଣ୍ଟ କଣ ହେଇଥାଏ? ନା ତମର 0 ରୁ 1 ମଧ୍ୟରେ ନିର୍ଣ୍ଣୟ କରାଯାଇଥାଏ। ତାର ମନେକର ଶୂନର ଅର୍ଥ କଣ? ନା ଶୂନର ଅର୍ଥ ମୁଁ ଗୋଟେ ସରଳ ଏକ୍ସାମ୍ପଲ ଦେବି। ଯଦି ଗୋଟିଏ ଦେଶରେ ସବୁ ଲୋକଙ୍କର ମନେକର 5 ଜଣ ଅଛନ୍ତି, 5 ଜଣଙ୍କର ଇନକମ କଣ ଅଛି? ନା 10 ଟଙ୍କା ଲେଖେ ଅଛି। ତେବେ ଏଠି କଣ ହେବ? ନା ଜିନି କୋଏଫିସିଏଣ୍ଟ ଏଠି କଣ ହବ? ଏଠି ଜିନି କୋଏଫିସିଏଣ୍ଟ 0 ହବ। କାରଣ ଏଠି ସମସ୍ତ ସମାନତା ଅଛି। ଯଦି ମନେକର ମୁଁ ଏଠି କହିବି ସବୁ ଯୋଉ 5 ଜଣ ଲୋକଙ୍କ ମଧ୍ୟରେ 4 ଜଣଙ୍କ ମଧ୍ୟରେ କଣ ଥିବ? 0 ଥିବ ଏବଂ ଅନ୍ୟ ଜଣଙ୍କର 5 ଥିବ, ତେବେ ଏଠି ଜିନି କୋଏଫିସିଏଣ୍ଟ କଣ ହବ? ନା 1 ହବ। ତାମାନେ ସମ୍ପୂର୍ଣ୍ଣ ଏଠି ଅସମାନତା ଅଛି। ତ ଭାରତର ଯୋଉ 0.34 ଯୋଉ ଜିନି କୋଏଫିସିଏଣ୍ଟ ଅଛି, ଏହା ଏକ ଆୟର ବୈଷମ୍ୟ ସୃଷ୍ଟି କରୁଥିବାର ଉଦାହରଣ ଅଟେ। ଠିକ ଅଛି। ତାପରେ ଭାରତର 10% ଜନସଂଖ୍ୟାଙ୍କର ଜାତୀୟ ଆୟରେ 57% ଅଂଶ ଦେଇଥାନ୍ତି, ଯୋଉଟା କି ତମର ଅକ୍ସଫାମ ରିପୋର୍ଟ 2023 ଅନୁସାରେ ତମର କଣ ହେଇଛି? ଇଏ କଣ ହଉଛି? ନା ଯଦି ଆମ ଦେଶରେ 100 ଜଣ ଲୋକ ଥାଆନ୍ତି ତାହେଲେ 100 ଜଣରୁ 10% ଲୋକ ଜିଡିପି ରେ ଅନୁଦାନ ଦେଇଥାନ୍ତି। କେତେ? ନା 57%। ଆଉ ଯୋଉ 90% ରହିଲେ ସେମାନେ ଜିଡିପି ରେ ଅନୁଦାନ ଦେଇଥାନ୍ତି କେତେ? ନା 43%। ତେଣୁ ଦେଖିବା 10% ଲୋକଙ୍କ ହାତରେ 57% ର କଣ ଥାଏ? ତମର ହଉଛି ଜାତୀୟ ଆୟକୁ ଅନୁଦାନ ଥିବା ବେଳେ ତମର 90% ଲୋକଙ୍କର 43 ଥାଏ, ଯୋଉଟା କି ଗୋଟେ ବହୁତ ବଡ ଅସମାନତା ଦେଖାଇଥାଏ। ତାପରେ ଆମେ ଦେଖିବା ଆମ ଦେଶରେ ଯୋଉ କଣ ହଉଛି, ଯେହେତୁ ଆମ ଦେଶ ଗୋଟେ କଣ ହେଇଛି ନା ବିକାଶଶୀଳ ଦେଶ। ଯଦି ଆମେ ଦେଖିବା ବିକାଶଶୀଳ ଦେଶ ଏବଂ ଅବିକଶିତ ଦେଶ ବା ସ୍ୱଳ୍ପ ବିକଶିତ ଦେଶ ମଧ୍ୟରେ କଣ ରହିଥାଏ ପାର୍ଥକ୍ୟ? ସେଇଟା ଏବେ ଆଲୋଚନା କରିବା ଏ ଟେବୁଲ ମାଧ୍ୟମରେ। ପ୍ରଥମେ ୟାକୁ ଆଲୋଚନା କରିବା ପୂର୍ବରୁ ଆମକୁ ବୁଝିବାକୁ ହେବ ବିକାଶଶୀଳ ଦେଶ କଣ ଏବଂ ସ୍ୱଳ୍ପ ବିକଶିତ ଦେଶ କଣ। ନା ଦେଶ ଦୁଇ ପ୍ରକାର ରହିଥାଏ। ଗୋଟେ ହେଉଛି କଣ? ନା ବିକଶିତ ବିକଶିତ ଆଉ ଗୋଟେ ଅଛି ଅବିକଶିତ। ବିକଶିତ ଦେଶରେ ସମସ୍ତ ପ୍ରକାର ଇନଫ୍ରାଷ୍ଟ୍ରକ୍ଚର ଗୁଡିକ କଣ ହେଇଥାଏ? ଥାଏ ରାସ୍ତା ଘାଟ, ହସ୍ପିଟାଲ, ଯାହା କିଛି ଜନସାଧାରଣଙ୍କ ଆବଶ୍ୟକ ସେ ସବୁ ସମ୍ପୂର୍ଣ୍ଣ ଭାବେ ଥାଏ। ଅବିକଶିତ ଦେଶରେ ଏଇଟା କଣ ହେଇଥାଏ? ନା ସମ୍ପୂର୍ଣ୍ଣ ନଥାଏ। ସେଗୁଡିକ ଅବିକଶିତ ଦେଶ କୁହାଯାଏ। ଏବଂ এই ଅବିକଶିତ ଦେଶ ଫେରେ ଦୁଇ ପ୍ରକାର। ଦୁଇ ପ୍ରକାର କଣ? ନା ଗୋଟେ ରହିଲା ତ ଅବିକଶିତ, ଆଉ ଗୋଟେ ହେଲା ବିକାଶମୁଖୀ ବା ବିକାଶଶୀଳ। ବିକାଶମୁଖୀ ବା ବିକାଶଶୀଳ। ୟାଙ୍କ ଭିତରେ ପାର୍ଥକ୍ୟ କଣ? ନା ଅବିକଶିତ ବିକାଶଶୀଳ ଭିତରେ ପାର୍ଥକ୍ୟ ହଉଛି ଅବିକଶିତଟା ତାର ଯୋଉ ଇନଫ୍ରାଷ୍ଟ୍ରକ୍ଚର ଯାର ଯୋଉ ଗୁଡିକ ରହିଛି ସେଗୁଡିକ ନଥିବା ବେଳେ ବିକାଶଶୀଳ ରାଷ୍ଟ୍ରରେ ଯୋଉଟା ଡେଭଲପିଂ ଇକୋନୋମି, ସେଥିରେ କଣ ହେଇଥାଏ? ସେମାନଙ୍କ ପାଖରେ କ୍ଷମତା ଥାଏ, ସେମାନେ ଭବିଷ୍ୟତରେ କରିପାରିବେ। ଏଇ ହଉଛି ବେସିକ ତମର ପାର୍ଥକ୍ୟ। ତେବେ ଭାରତ କୋଉ କ୍ୟାଟାଗୋରୀରେ? ନା ଭାରତ ଏଇ ବିକାଶଶୀଳ କ୍ୟାଟାଗୋରୀରେ ହେଲା। ତେବେ ଆମେ ଦେଖିବା ଅବିକଶିତ ରାଷ୍ଟ୍ର ଏବଂ ବିକାଶଶୀଳ ରାଷ୍ଟ୍ର ମଧ୍ୟରେ କଣ ରହିଛି ପାର୍ଥକ୍ୟ। ନା ଯଦି ଦେଖିବା ପର କ୍ୟାପିଟା ଇନକମ ସ୍ୱଳ୍ପ ବିକଶିତ ବା ଅଣ୍ଡର ଡେଭଲପ କଣ୍ଟ୍ରିରେ ବହୁତ କମ, ବିକାଶଶୀଳ ଦେଶରେ
କମ ଥାଏ କିନ୍ତୁ ବୃଦ୍ଧି ହଉଥାଏ। ଯଦି ଦେଖିବା ଏଠି ଲୋକମାନଙ୍କର ଲିଭିଂ ଷ୍ଟାଣ୍ଡାର୍ଡ ଚାଲିଚଳଣି ଏଟା ବହୁତ ପୋର ଥାନ୍ତି। ଆଉ ଏଠି ଇମ୍ପ୍ରୁଭିଂ ସ୍ଲୋଲି ଧୀରେ ଧୀରେ କଣ ହେଇଥାଏ ଇମ୍ପ୍ରୁଭ ହଉଥାଏ। ଆଉ ଯଦି ଦେଖିବା କ୍ୟାପିଟାଲ ଫର୍ମେସନ ପୁଞ୍ଜିର ସୃଷ୍ଟି ଯଦି ଦେଖିବା ସ୍ୱଳ୍ପ ବିକଶିତ ଦେଶରେ ବହୁତ କମ ଏବଂ ଏଠି ବିକାଶଶୀଳରେ ମଡିରେଟ ଥାଏ। ଏଠି ଟେକ୍ନୋଲୋଜି ବ୍ୟାକୱାର୍ଡ ମାନେ ଅନୁନ୍ନତ ଟ୍ରାଡିସନାଲ ୱେରେ ସବୁବେଳେ କାମ ହୁଏ। ଏଠି ମିକ୍ସ ମଡର୍ନ ସହିତ ତମର ଟ୍ରାଡିସନାଲ ବି ମଧ୍ୟ ଥାଏ। ପିଲାମାନେ ଇଏ ଆଉ ଗୋଟେ କନସେପ୍ଟ ଯୋଉଟା କି ଦାରିଦ୍ର୍ୟ ଚକ୍ରର କନସେପ୍ଟ ବା ସାର୍କେଲ ଅଫ ପ୍ରଭର୍ଟି। କଣ ହେଇଥାଏ ନା ଯୋଉ ଦେଶ ଗରିବ ଥାଏ ସେ ଦେଶରେ କମ ସଞ୍ଚୟ ହୋଇଥାଏ। ଆଉ କମ ସଞ୍ଚୟ ହେଲେ କମ ପୁଞ୍ଜିର ବିନିଯୋଗ ହୁଏ। କମ ପୁଞ୍ଜି ବିନିଯୋଗ ହେଲେ କମ ଉତ୍ପାଦନ ହବ। କମ ଉତ୍ପାଦନ ହେଲେ କମ ଆୟ ହବ। ଏଇଟା ଯଦି ଆମେ ଗୋଟେ ଗ୍ରାଫିକ୍ସ ମାଧ୍ୟମରେ ଦେଖିବା, ଦେଖନ୍ତୁ ପିଲାମାନେ ଏଇଠି ହେଲା ଗରିବ ଦେଶ, ଗୋଟେ ଗରିବ ଦେଶ। ସେ ଗରିବ ଦେଶ ସଞ୍ଚୟ କମ ହୁଏ, ପୁଞ୍ଜି କମ ବିନିଯୋଗ ହୁଏ। ପୁଞ୍ଜି କମ ବିନିଯୋଗ ହେଲେ ଉତ୍ପାଦନ କମ ହୁଏ। ଉତ୍ପାଦନ କମ ହେଲା ପରେ ପୁଣି ସେ ଦେଶର ଜାତୀୟ ଆୟ କମ ସୃଷ୍ଟି ହୁଏ ଏବଂ ଜାତୀୟ ଆୟ କମ ହେଲେ ସେ ଦେଶ କଣ ହୁଏ ଗରିବ ହେଇଥାଏ। ଅର୍ଥାତ ଗରିବ ଦେଶ ହିଁ ସେ ଗରିବର ଦାରିଦ୍ର୍ୟ ଦୁଶ୍ଚକ୍ର ମଧ୍ୟରେ ଏମିତି ଘୂର୍ଣ୍ଣୟମାନ ବା ଘୁରି ବୁଲିଥାଏ। ଠିକ ଅଛି ପିଲାମାନେ, ୟା ପରେ ଦେଖିବା ଉତ୍ପାଦନ ବକ୍ରରେଖା ପ୍ରଡକ୍ସନ ପସିବିଲିଟି କର୍ଭ, ଯୋଉଟା ଦେଖିବା ଏଟା 1991ର ଅର୍ଥନୈତିକ ସଂସ୍କାର ପରେ ଭାରତର ଯୋଉ ଉତ୍ପାଦନର କଣ ହେଇଛି ନା ବୃଦ୍ଧି ଘଟିଛି। ଏଇଟା 1991 ମସିହା ପୂର୍ବରୁ ଏବଂ ଏଇଟା ହେଲା 1991 ମସିହା ପରେ କଣ ହେଇଛି ନା ତମର ହଉଛି କଣ ଉତ୍ପାଦନରେ ବୃଦ୍ଧି ଘଟିଛି। କାରଣ 1991 ମସିହାରେ ତୁମେ ମାନେ ଜାଣିଛ ଏଲପିଜି ରିଫର୍ମେସନ ହେଇଥିଲା, ଅର୍ଥାତ ଲିବରାଲାଇଜେସନ, ପ୍ରାଇଭେଟାଇଜେସନ, ଗ୍ଲୋବାଲାଇଜେସନ ର ସଂସ୍କାର ହେଇଥିଲା। ଯୋଉଟା କି ତମର କୁହାଯାଏ ଉଦାରୀକରଣ, ଘରୋଇକରଣ ଏବଂ ଜଗତୀକରଣ। ଯାହା ଫଳରେ କି କଣ ହେଇଥିଲା ଆମର ଶିଳ୍ପ କ୍ଷେତ୍ରରେ ହଉ ବା କୃଷି କ୍ଷେତ୍ରରେ ହଉ ଉତ୍ପାଦନ ଆଶାତୀତ ଭାବେ ବୃଦ୍ଧି ପାଇଥିଲା। ଯାହା ଫଳରେ କି ପୂର୍ବରୁ ଥିବା ତମର ପିପିସି ଉତ୍ପାଦନ ସମ୍ଭାବନା ରେଖାଟି କଣ ହେଇଛି ନା 1991 ମସିହା ପରେ ତା ପରିବର୍ଦ୍ଧିତ ହୋଇ ଏହି ସ୍ତରରେ ପହଞ୍ଚିଛି। ଠିକ ଅଛି। ତାପରେ ଆମେ ଦେଖିବା, ମୁଁ ଯୋଉ କହିଥିଲି ବେକାରୀ ଟିକେ ଆଗରୁ କହିଥିଲି ଛଦ୍ମବେଶୀ ବେକାରୀ, ଯୋଉଟା କି ତମର କଣ ହେଇଥାଏ ଯଦି ଗୋଟେ 3 ଜଣଙ୍କ 3 ଏକରରେ 6 ଜଣ କାମ କରୁଛନ୍ତି, 3 ଜଣ ଯଦି ଦରକାର କିନ୍ତୁ କାମ କରୁଛନ୍ତି 6 ଜଣ, ତାହେଲେ ଏଇ 3 ଜଣ ଅଧିକା 3 ଜଣ ହଉଛନ୍ତି କଣ ଛଦ୍ମବେଶୀ ବେକାରୀ, ଯୋଉଟା କି ମୁଁ ତମକୁ ଟିକେ ଆଗରୁ କହିଥିଲି। ଆଉ ଗୋଟେ ପ୍ରକାର ବେକାରୀ ଭାରତରେ ଦେଖାଯାଏ, ଏଟା ହେଲା ସିଜନାଲ ଅନଏମ୍ପ୍ଲୟମେଣ୍ଟ। ସିଜନାଲ ଅନଏମ୍ପ୍ଲୟମେଣ୍ଟ କଣ ନା ବର୍ଷା ଋତୁରେ ଯଦି ଦେଖିବ କୃଷି କ୍ଷେତ୍ରରେ ଶ୍ରମିକ କାମ କରୁଛନ୍ତି, ବର୍ଷା ଗଲା ପରେ ଆଉ ସେମାନଙ୍କୁ କୌଣସି କାମ ମିଳିନଥାଏ କୃଷି କ୍ଷେତ୍ରରେ। କାରଣ କୃଷି କ୍ଷେତ୍ରରେ କାମ ବର୍ଷକୁ 2 ମାସ 3 ମାସ ମିଳେ, ବାକି ସବୁ ମାସ ସେମାନେ କଣ କରନ୍ତି ନା ବେକାର ରହିଥାନ୍ତି। ଏଇ ପ୍ରକାର ବେକାରୀକୁ ଆମେ ଋତୁକାଳୀନ ବେକାରୀ କହିଥାଉ। ଏଇ ଛଦ୍ମବେଶୀ ବେକାରୀ ଏବଂ ଋତୁକାଳୀନ ବେକାରୀ ଉଭୟ ହିଁ କୃଷି କ୍ଷେତ୍ରରେ ଦେଖା ଦେଇଥାନ୍ତି। ଠିକ ଅଛି। ତାପରେ ଗୋଟେ ନିମ୍ନ ଉତ୍ପାଦନଶୀଳତା ହବାର କାରଣ କଣ ନା ତାର କାରଣ ହଉଛି ଆମର ଯୋଉ ଦେଶରେ ଯୋଉ ଟେକ୍ନୋଲୋଜି ବ୍ୟବହାର କରୁଛେ, ଯୋଉ ଜ୍ଞାନ କୌଶଳ ବ୍ୟବହାର କରୁଛେ ତା ଅତି ନିମ୍ନମାନର ପୁଅର ଟେକ୍ନୋଲୋଜି। ଏବଂ ଆମ ଦେଶର ସାଧାରଣତଃ ଲୋକମାନେ ଅସ୍ୱାକ୍ଷର, ନିରକ୍ଷର ଏବଂ ଗରିବ। ଏବଂ ଆମ ପାଖରେ ଇନଆଡୁକେଟ ଇନଫ୍ରାଷ୍ଟ୍ରକ୍ଚର ଅଛି, ଅର୍ଥାତ୍ ଆମ ପାଖରେ କଣ ନାହିଁ ନା ସେପରି ଉନ୍ନତ ମାନର ରାସ୍ତା ଘାଟ, ସ୍କୁଲ କଲେଜ ବିଦ୍ୟାଳୟ ଏସବୁ କିଛି ଇନଫ୍ରାଷ୍ଟ୍ରକ୍ଚର ଗୁଡିକ ଆମ ପାଖର ନାହିଁ। ଯୋଉଥିପାଇଁ ଆମେ କଣ ହଉଛି ନା ଆମର ଉତ୍ପାଦନ କମିଛି ଏବଂ ଆମର ସ୍ମଲ ଲ୍ୟାଣ୍ଡ ହୋର୍ଡିଂସ ଅଛି, ଅର୍ଥାତ୍ ଆମେ ଯୋଉ ଜମି ଯୋଉ ରହିଛି ଯୋଉ ଲୋକମାନଙ୍କ ପାଖରେ ସେ ସବୁ ଛୋଟ ଛୋଟ ଖଣ୍ଡ ବା ଜୋତରେ ଅଛି, ଯୋଉଥିପାଇଁ କି ଉତ୍ପାଦନରେ କଣ ହଉଛି ପ୍ରତିବନ୍ଧକ ସୃଷ୍ଟି ହଉଛି। ତାପରେ ଆମେ ଦେଖିବା ଭାରତରେ ଯୋଉ ଅର୍ଥନୀତି ଚାଲିଛି ସେ ଅର୍ଥନୀତିଟା କୋଉ ପ୍ରକାରର ନା ଦ୍ୱୈତ ଅର୍ଥନୀତି। ଅର୍ଥାତ୍ ଏଠି କ୍ୟାପିଟାଲିଷ୍ଟ ମଡର୍ନ ସେକ୍ଟର ରହୁଛି, ତା ସହିତ ଟ୍ରାଡିସନାଲ ୱେରେ ବି କାମ ଚାଲିଛି।
ଯୋଉଟା କି ଦେଖିବା ଯଦି ପୁଞ୍ଜି ସଙ୍ଗନ ପଦ୍ଧତିରେ ଆମର ସହରାଞ୍ଚଳରେ ଆଇଟି କ୍ଷେତ୍ରରେ ଏବଂ ମଲ୍ଟିନେସନାଲ କମ୍ପାନୀ ବହୁରାଷ୍ଟ୍ରୀୟ କମ୍ପାନୀ ମାନଙ୍କ ଦ୍ଵାରା ବ୍ୟବହାର ହୋଇଥିବା ବେଳେ ଆମର ଯୋଉ ଟ୍ରାଡିସନାଲ ପାରମ୍ପରିକ ପଦ୍ଧତିରେ ଗ୍ରାମାଞ୍ଚଳରେ କୃଷି କ୍ଷେତ୍ରରେ ଏବଂ ହ୍ୟାଣ୍ଡ କ୍ରାଫ୍ଟ ଯୋଉ ହସ୍ତତନ୍ତ ହଉଥିବା କ୍ଷେତ୍ରରେ ବ୍ୟବହାର ହୋଇଥାଏ। ଠିକ ଅଛି, ସେଇଟାକୁ ଆମେ ଗୋଟେ ଟେବୁଲ ମାଧ୍ୟମରେ ଦେଖିବା। ଯଦି କ୍ୟାପିଟାଲିଷ୍ଟ ମାନେ ପୁଞ୍ଜି ସଙ୍ଗନ ପଦ୍ଧତି ଉନ୍ନତ ମାନର ମେସିନ ଯନ୍ତ୍ରପାତି ଦ୍ଵାରା ଉତ୍ପାଦନ କରାଯାଏ ଅର୍ବାନ ଏରିଆ ମାନେ ସହରାଞ୍ଚଳରେ, ଯେମିତି ତମର ଏଆଇ କୁହାଯିବ ବା ଅଟୋମେସନ କୁହାଯିବ। ଏଠି ଯୋଉ ମାନେ କାମ କରନ୍ତି ସେମାନେ ଅଧିକ ମଜୁରି ନିଅନ୍ତି ଏବଂ ଅଧିକ ପ୍ରଡକ୍ସନ ବା ଉତ୍ପାଦନ କରନ୍ତି। ଗ୍ରାମାଞ୍ଚଳରେ ଦେଖିବା ଆମେ ସାଧାରଣତଃ କଣ ନା ଟ୍ରାଡିସନାଲ ପାରମ୍ପରିକ ପଦ୍ଧତିରେ ଉତ୍ପାଦନ କରାଯାଏ ହେଲା। ଏ ଯେମିତି ଗୋଟେ ପରିବହନ ପାଇଁ ଆମେ ବୁଲକ କାର୍ଟରେ ବା ବଳଦ ଗାଡିରେ ନବା ଆଣିବା କରୁ, କିନ୍ତୁ ସେମାନେ କଣ କରନ୍ତି ଟ୍ରାକ୍ଟର ଫାକ୍ଟର ବ୍ୟବହାର କରିଥାନ୍ତି। ଏଠି କିନ୍ତୁ ଯୋଉ ମଜୁରି ମିଳେ ଶ୍ରମିକ ମାନଙ୍କୁ ବହୁତ କମ ମିଳେ ଏବଂ ଉତ୍ପାଦନ ମଧ୍ୟ କମ ହେଇଥାଏ। ଠିକ ଅଛି ପିଲାମାନେ, ଶେଷ ପର୍ଯ୍ୟନ୍ତ ଭିଡିଓଟିକୁ ଦେଖିଥିବାକୁ ବହୁତ ବହୁତ ଧନ୍ୟବାଦ। ପିଲାମାନେ କଣ କରିବ, ଭିଡିଓଟିକୁ ତମେ ଲାଇକ୍ କରିବ, ଚ୍ୟାନେଲକୁ ସବସ୍କ୍ରାଇବ କରିବ, ତମ ସାଙ୍ଗମାନଙ୍କ ସହିତ ସେୟାର କରିବ। ପୁଣି ଦେଖା ହବ ନୂଆ ଏକ ଭିଡିଓରେ, ସେଥିପର୍ଯ୍ୟନ୍ତ ରହିଲି।